ଆମକୁ ଦାୟିତ୍ୱ ଦେଇଛି। ଭାରତୀୟ ଜନତା ପାର୍ଟି ଏକ ଗ୍ରାସରୁଟ୍ ଦଳ ଦାୟିତ୍ୱ ଦେଇଛି। ମୁଁ ଚେଷ୍ଟା କରିବି ଦଳ ଯେଉଁ ଦାୟିତ୍ୱ ଦେଇଛି ତାକୁ ଠିକ୍ ଭାବରେ ତୁଲାଇବା ପାଇଁ। ଆଉ ମୁଁ ଧନ୍ୟବାଦ ଦେବି ଅନୁଗୁଳ ଜିଲ୍ଲାର ସମସ୍ତ ଭାରତୀୟ ଜନତା ପାର୍ଟିର ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା, ସବୁ ବିଧାନସଭାର ସମସ୍ତଙ୍କୁ ମୁଁ ଧନ୍ୟବାଦ ଆଉ କୃତଜ୍ଞତା ଜଣାଉଛି। ବିଶେଷ କରି ଆମର ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏ ଜିଲ୍ଲାର ସୁପୁତ୍ର ଓଡ଼ିଶା ରତ୍ନ ମାନନୀୟ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଧନ୍ୟବାଦ ଆଉ କୃତଜ୍ଞତା ଜଣାଉଛି। ଏହା ସଙ୍ଗେ ସଙ୍ଗେ ଆମ ରାଜ୍ୟ ସଭାପତି ଭାରତୀୟ ଜନତା ପାର୍ଟିର ମନମୋହନ ସାମଲ, ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟରେ ଯେଉଁମାନେ ନେତୃମଣ୍ଡଳୀ ଅଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଆଉ କୃତଜ୍ଞତା ଜଣାଇ ମୁଁ ନିଶ୍ଚିନ୍ତ ଭାବରେ ଆମ ଜିଲ୍ଲାର କାର୍ଯ୍ୟକର୍ତ୍ତା ନେତୃମଣ୍ଡଳୀଙ୍କର ସ୍ନେହ ଶ୍ରଦ୍ଧା ଏବଂ ଗୁରୁଜନମାନଙ୍କର ଆଶୀର୍ବାଦରେ ନିଶ୍ଚିନ୍ତ ଭାବରେ ଅନୁଗୁଳ ଜିଲ୍ଲାରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ତ ଶକ୍ତିଶାଳୀ ଅଛି, ଆହୁରି ଶକ୍ତିଶାଳୀ କରିବାକୁ ଚେଷ୍ଟା କରିବି। ଏଠି ବିଜେଡ଼ି ଅନୁଗୁଳ ଜିଲ୍ଲାରେ ତାର କାନ୍ଥ ଭାଙ୍ଗି ଯାଇଛି, କେବେ ବି ଭୁଷୁଡ଼ି ପଡ଼ିବ ତା ଠିକ୍ ନାହିଁ। ଆଗକୁ ଆପଣ ଅପେକ୍ଷା କରନ୍ତୁ, ବିଜେଡ଼ି ଏଠି ନିଶ୍ଚିନ୍ତ ଭାବରେ କାନ୍ଥ ମାଡ଼ିକି ପଡ଼ିବ। ତେଣୁ ଏହି ବିଷୟ ମୁଁ ଆପଣମାନଙ୍କ ଆଗରେ ଆଜି ଉପସ୍ଥାପନା କରୁଛି। ନିଶ୍ଚିନ୍ତ ଭାବରେ ଦଳକୁ ଆହୁରି ଶକ୍ତିଶାଳୀ ମଜବୁତ କରିବେ ଅନୁଗୁଳ ଜିଲ୍ଲାରେ ସବୁ କାର୍ଯ୍ୟକର୍ତ୍ତାମାନଙ୍କୁ ଧରି, ନେତୃମଣ୍ଡଳୀମାନଙ୍କୁ ଧରି।